ସୁଇଙ୍ଗ ହେଉଛି ଅଲଗା ଆଉ ପଡ଼ିକି ସାଇଡ଼୍ ଚେଞ୍ଜ କରିବା ସେଟା ହେଉଛି ଅଲଗା। ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଏହି ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତର ଜିତିବା ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି କି ଭାରତ ଯଦି ବର୍ଡ଼ର ଗାଭାସ୍କର ଟ୍ରଫି ରିଟର୍ନ କରିବାକୁ ଚାହୁଁଛି ମାନେ ଜିତି ତ ପାରିବନି, ଯଦି ରିଟର୍ନ କରିବାକୁ ଚାହୁଁଛି ଆଉ ଯଦି WTC ଫାଇନାଲ୍ ଯିବା ପାଇଁ ଟିକେ ବି ଆଶା ଥାଏ ତ ଏହି ମ୍ୟାଚ୍ଟି ଜିତିବା ନିହାତି ଅନିବାର୍ଯ୍ୟ ହୋଇଯାଇଛି। ତ ସେଇଥିପାଇଁ ହୁଏତ ରୋହିତ ଶର୍ମା ନିଜ ଆଡ଼ୁ ମଧ୍ୟ ଡ୍ରପ୍ ହୋଇଯାଇଛନ୍ତି। ରୋହିତ ଶର୍ମା ଜାଣିଛନ୍ତି କି ତାଙ୍କର ଫର୍ମ ଏତେ ନାହିଁ କି ମୁଁ ମୋ ପର୍ସନାଲ୍ କଥା କହିଲେ ରୋହିତ ଶର୍ମାଙ୍କୁ ଶେଷ ଚାନ୍ସ ନେବାର ଥିଲା। ତ ସେ ଯେମିତି କମ୍ବ୍ୟାକ୍ କରନ୍ତି ସେଭଳି କିଛି କମ୍ବ୍ୟାକ୍ର ଗୋଟେ ଇନିଂସ ଖେଳିବାର ଥିଲା। ତ ରୋହିତ ଶର୍ମା ନିଜ ଆଡ଼ୁ ବସି ଯାଇଛନ୍ତି। ତ ସେଥିପାଇଁ ଯେତେବେଳେ ଟସ୍ ହେଲା ସେତେବେଳେ ଜସପ୍ରୀତ ବୁମରା ଆସିଥିଲେ ଟସ୍ ପକାଇବା ପାଇଁ। ଆଉ ଯେଉଁଟା ଆରମ୍ଭରେ ଜଣାଥିଲା କି ରୋହିତ ଶର୍ମା ବସିଯିବ ବୋଲି ସେଇଟା ମାନେ 2-3 ଦିନ ଆଗରୁ ଜଣାପଡ଼ି ଯାଉଥିଲା। ତ ମିଡ଼ିଆ ଆଉ ସବୁଆଡ଼ୁ ଜଣାପଡ଼ି ଯାଉଥିଲା କି ରୋହିତ ଶର୍ମା ବସିଯିବ ବୋଲି ଆଉ ତାଙ୍କର ବ୍ୟାଟିଂ ଫର୍ମ ହେତୁ। ତ ଭାରତ ଟସ୍ ଜିତିଲା ପୁଣି ବ୍ୟାଟିଂ ନେଲା। ତ ବ୍ୟାଟିଂ ନେବା ନିହାତି ଦରକାର ଥିଲା କାହିଁକିନା ଚତୁର୍ଥ ଇନିଂସ ଖେଳିବାକୁ ଭାରତ କେବେ ବି ଚାହିଁବନି। କାହିଁକିନା ଭାରତର ବ୍ୟାଟିଂ ଯେଉଁଭଳି ସ୍ଥିତିରେ ଅଛି ତ ଭାରତ କେବେ ବି ଚତୁର୍ଥ ଇନିଂସ ଖେଳିବାକୁ ଚାହିଁବନି। ତ ବ୍ୟାଟିଂ କଣ୍ଡିସନ୍ ସିଡନୀରେ ଯେଉଁଟା ପୂର୍ବରୁ ସବୁ ଥାଏ ମାନେ ପୂର୍ବରୁ ସିଡନୀ ବ୍ୟାଟିଂ ପାଇଁ ଥାଏ ସେଭଳି କଣ୍ଡିସନ୍ ନଥିଲା, ଘାସ ଥିଲା। ତ ସେଥିପାଇଁ ବଲ୍ ଗୁଡ଼ିକ ବହୁତ ମାନେ ସୁଇଙ୍ଗ ନହେଲେ ମଧ୍ୟ ଡେଭିଏସନ୍ କରୁଥିଲା, ମାନେ ବଲ୍ଟା ପଡ଼ିକି ପୁରା ଏପଟ ସେପଟକୁ ମାନେ ଯେମିତି କଣ୍ଟା ବଦଳାଏ ସେଇଭଳିଆ ବଦଳାଉଥିଲା। ମାନେ ସୁଇଙ୍ଗ ହେଉଛି ଅଲଗା ଆଉ ପଡ଼ିକି ସାଇଡ଼୍ ଚେଞ୍ଜ କରିବା ସେଟା ହେଉଛି ଅଲଗା। ତ ଯେଉଁଟା ମାନେ ବେଶୀ କଷ୍ଟ ଦିଏ ଯେଉଁଟା ପଡ଼ିକି ଅଧିକା ଇଏ କରେ ମାନେ ସାଇଡ଼୍ ଚେଞ୍ଜ କରେ ତ ସେଇଟା ବେଶୀ ସମୟ ହେଉଥିଲା। ବ୍ୟାଟିଂ ପରିସ୍ଥିତି ଭଲ ନଥିଲା। ତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ତ ସେମିତି ଆଗରୁ ଷ୍ଟ୍ରଗଲ୍ କରୁଛନ୍ତି, ଏବେ ବି ମଧ୍ୟ ଷ୍ଟ୍ରଗଲ୍ କଲେ। 200ରୁ ପୁଣି କମ୍ ସ୍କୋରରେ ଭାରତ ପୁଣି ଅଟକି ଗଲା। ବିରାଟ କୋହଲି ପୁଣି ଥରେ ଆଉଟସାଇଡ୍ ଅଫ୍ ଷ୍ଟିକ୍ ବଲ୍କୁ ଆଉଟ୍ ହେଲେ। ଆଉ କେହି ବି ଭଲ ବ୍ୟାଟିଂ କରିପାରୁନଥିଲେ। ରିଷଭ ପନ୍ତ କିଛି ସମୟ ଧରି ଖେଳି ଚାଲିଥିଲେ, 40 ରନ୍ ସଂଗ୍ରହ କରିଥିଲେ। ଆଉ ରବୀନ୍ଦ୍ର ଜାଡେଜା 26 ରନ୍ ସଂଗ୍ରହ କରିଥିଲେ। ଜସପ୍ରୀତ ବୁମରା ଆସିକି 22 ରନ୍ ସଂଗ୍ରହ କରିଥିଲେ, ଯାହା ଦଳର ତୃତୀୟ ସର୍ବାଧିକ ଥିଲା। ତ ଜାଣିପାରୁଥିବେ ବ୍ୟାଟ୍ସମ୍ୟାନ୍ ମାନେ କିଭଳି ବ୍ୟାଟିଂ କରିଛନ୍ତି। ତ ପୁଣି ଥରେ ଭାରତର ବ୍ୟାଟିଂ ଫେଲ୍ ମାରିଛି ଆଉ ଅନ୍ତିମ ସେସନରେ ଭାରତ 6ଟି ୱିକେଟ୍ ହରାଇ ଦେଇଛି। ବ୍ୟାଟିଂ କୋଲାପ୍ସ ତ ଏବେ ସବୁବେଳେ ଲାଗିକି ରହୁଛି। ତ 185 ରନ୍ରେ ଭାରତ ଅଲ୍ ଆଉଟ୍ ହୋଇଗଲା। ତା ଅଷ୍ଟ୍ରେଲିଆ ଖେଳିବା ପାଇଁ ଆଉ ମାତ୍ର 3ରୁ 4 ଓଭର ଥିଲା, ଯେତେବେଳେ 12:30 ମାନେ ଭାରତୀୟ ସମୟ ସକାଳ 5ଟା ଭୋର 5ଟାରୁ ଖେଳ ଆରମ୍ଭ ହେଉଛି ଦିନ 12:30 ପର୍ଯ୍ୟନ୍ତ। ତ ତାରି ଭିତରେ ଆଉ ଯେତେବେଳେ ଅଷ୍ଟ୍ରେଲିଆ 12:30 ପର୍ଯ୍ୟନ୍ତ ଖେଳିବାକୁ ଥିଲା ଆଉ ମାତ୍ର 3ରୁ 4 ଓଭର ଥିଲା ଖେଳିବା ପାଇଁ। ତ ଅଷ୍ଟ୍ରେଲିଆ ଦଳ ଚାହିଁଲା କି 3ରୁ 4 ଓଭର ଯେମିତି ହେଲେ ବି ଅଟକାଇଦେବ, ମାନେ 3ରୁ 4 ଓଭର ଖେଳିକି ଦିନଟା ବାହାର କରିଦେବ। କିନ୍ତୁ ସେଇଟା ବୁମରା କରିବାକୁ ଦେଇନଥିଲେ। କିନ୍ତୁ ମାନେ ଯେତେବେଳେ ଖେଳ ଶେଷ ହେବାକୁ ଆଉ ମାତ୍ର 2ଟି ବଲ୍ ଥିଲା ତ ଆଉ ଗୋଟେ ଓଭର ବି ହେଇପାରିଥାନ୍ତା, କିନ୍ତୁ ଜସପ୍ରୀତ ବୁମରାଙ୍କ ସହିତ ସାମ୍ କନଷ୍ଟାନ୍ସ ଯେ ଅଷ୍ଟ୍ରେଲିଆର ମାନେ ବ୍ୟାଟ୍ସମ୍ୟାନ୍ ଯେ ୟଙ୍ଗ ବ୍ୟାଟ୍ସମ୍ୟାନ୍ ଯେ ସିଏ କ'ଣ କଲେ କି ସିଏ ରନର୍ରେ ରହିକି ଜସପ୍ରୀତ ବୁମରାଙ୍କୁ କ'ଣ ଗୋଟେ କହିଦେଲେ। ତ ସେଠି ଟିକେ କିଛି ସମୟ ତିକ୍ତତା ହେଇଗଲା। ମାନେ ସେଇଟା ତ ଅଷ୍ଟ୍ରେଲିଆ ଦଳ ଚାହୁଁଥିଲା, ମାନେ ସାମ୍ କନଷ୍ଟାନ୍ସ ଚାହୁଁଥିଲେ କାହିଁକିନା ଟିକେ ସମୟ ଗଡ଼ିଗଲେ 12:30 ହେଇଗଲା ମାତ୍ରେ ଆଉ ବଲ୍ ପଡ଼ିବ ନାହିଁ। ମାନେ ଯଦି ଓଭର କଣ୍ଟିନ୍ୟୁ ହେଉଥିବ ବଲ୍ ପଡ଼ିବ, ନହେଲେ ଆଉ ଗୋଟେ ଓଭର ହେବ ନାହିଁ। କନଷ୍ଟାନ୍ସ ସେଇଆ ଚାହୁଁଥିଲେ। ତ ସେଇଆ ତ କିଛି ସମୟ ସେ ତ ସଫଳ ହେଲେ ସେଇଥିରେ। କିନ୍ତୁ ଆଉ 2ଟି ବଲ୍ ଥିଲା। ପଞ୍ଚମ ବଲ୍କୁ ଉସ୍ମାନ ଖ୍ୱାଜା ଛାଡ଼ି ଦେଇଥିଲେ, କିନ୍ତୁ ଷଷ୍ଠ ବଲ୍କୁ ସେ ସ୍ଲିପ୍ରେ ଆଉଟ୍ ହେଇଗଲେ। KL ତାଙ୍କର କ୍ୟାଚ୍ କରାଇଥିଲେ। ଆଉ ଗୋଟେ ଚମତ୍କାର ଢଙ୍ଗରେ ଦିନର ଶେଷ ଘଟିଲା। ଅଷ୍ଟ୍ରେଲିଆ ଗୋଟେ ୱିକେଟ୍ ହରାଇ ଦେଲା, 9 ରନ୍ରେ ଗୋଟେ ୱିକେଟ୍ ହରାଇ ଦେଇଛି ଆଉ 176 ରନ୍ରେ ପଛୁଆ ଅଛି। ତ ମାନେ ଜସପ୍ରୀତ ବୁମରାଙ୍କ ସହିତ ଯେଉଁଟା ତିକ୍ତତା ହେଇଯାଇଛି ସାମ୍ କନଷ୍ଟାନ୍ସଙ୍କର ସେଇଟା ଖେଳରେ ନିହାତି ଭାବରେ ଦେଖାଯିବ। ଯେତେବେଳେ ଖେଳ ଷ୍ଟାର୍ଟ ହେବ ତ ସେଇଟା ତ ପୁରା ମାନେ ଗୋଟେ ସ୍ପାର୍କ ଗୋଟେ ଆସିଯାଇଛି। ତ ସେଇଟା ଜସପ୍ରୀତ ବୁମରାଙ୍କ ବୋଲିଂରେ ପୁଣି ଥରେ ଦେଖାଯିବ। ବୁମରା ତ ସେଭଳି ଭଲ ବୋଲିଂ କରିଛନ୍ତି, କିନ୍ତୁ ପୁଣି ଆହୁରି ତାଙ୍କୁ ଆଉଟ୍ କରିବା ପାଇଁ ପୁଣି ଆହୁରି ଯେମିତି ପୁରା ଆଟାକିଂ ବୋଲିଂ କରିବେ। ଦେଖାଯାଉ ଖେଳର ରୋମାଞ୍ଚକର ହେଇଛି। ତ ଯଦି ଷ୍ଟାର୍ଟିଂରେ ୱିକେଟ୍ ନେବେ ତାହେଲେ ଅଷ୍ଟ୍ରେଲିଆ ଦଳକୁ କମ୍ରେ ରଖିପାରିବେ। ଯଦି ଷ୍ଟାର୍ଟିଂରେ ଯଦି ଫାଷ୍ଟ ଘଣ୍ଟେ ହେଉଛି ମହତ୍ତ୍ୱପୂର୍ଣ୍ଣ, ତାରି ଭିତରେ ଯଦି ୱିକେଟ୍ ନ କଢ଼ାଇବେ ତ ଅଷ୍ଟ୍ରେଲିଆ ଦଳ ବହୁତ ଆଗକୁ ପଳେଇଯିବ। ତ ଦେଖାଯାଉ କ'ଣ ହେଉଛି, ଯାହା ବି ହେବ ଅପଡେଟ୍ସ ଦେବି। ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ଜଲ୍ଦି ଆପଣମାନଙ୍କ ସହିତ ଦେଖା ହେବି ଗୋଟେ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍ ବାଏ ବାଏ, ଟେକ୍ କେୟାର।